ଭସାଇ ନିଜ ଲୋକଙ୍କୁ ପର କରି ଆରପାରିରେ 17 ବର୍ଷୀୟ ଯୁବକ ଜ୍ୟୋତିପ୍ରକାଶ ରାଉତ। ମନରେ କେତେ ଆଶା ଆକାଂକ୍ଷା, ସବୁ ଆଶା ଆଶା ହୋଇ ରହିଗଲା। ମା ତାର ପୁଅ ପାଇଁ ମୁଣ୍ଡ ବାଡ଼େଇ କାନ୍ଦୁଛି, ଆଉ ବାପା ଗୁମୁରି ଗୁମୁରି କହୁଛି, ହେ ପ୍ରଭୁ, ମୋତେ ଆଉ କ'ଣ ପାଇଁ ବଞ୍ଚାଇ ରଖିଲୁ? ମୋତେ ବି ମୋ ପୁଅ ପାଖକୁ ନେଇଯା। ଗାଁ ସାହି ପଡ଼ିଶା ଲୋକେ କାନ୍ଦି କାନ୍ଦି କୋହଭରା କଣ୍ଠରେ କିଏ କହୁଛି, ଆହା, କେଡ଼େ ଭଲ ପିଲାଟା ଥିଲା ମ, ମାଝିକୁ ମୋ ବୋଲି କହୁନଥିଲା। ଭଗବାନ ତା ପ୍ରତି ଏତେ ନିଷ୍ଠୁର କେମିତି ହେଲେ କେଜାଣି? ହଁ, ଏଭଳି କିଛି ଘଟଣା ଆଜି ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ଅନ୍ତର୍ଗତ ବସୁପଦା ଗ୍ରାମରେ। ସେହି ଗ୍ରାମର ରାମଚନ୍ଦ୍ର ରାଉତଙ୍କ ଏକମାତ୍ର 17 ବର୍ଷୀୟ ପୁଅ ଜ୍ୟୋତିପ୍ରକାଶ ରାଉତ ଗତ 28 ତାରିଖ ରବିବାର ଦିନ ବାବୁଜଙ୍ଗ ଘାଟରୁ ଶ୍ରାବଣ ଜଳ ନେଇ ନିଜ ଗାଁ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ସେଦିନ ଜ୍ୟୋତିପ୍ରକାଶ ସହ ଯାଇଥାନ୍ତି ଆହୁରି 37 ଜଣ କାଉଡ଼ିଆ। କିନ୍ତୁ ମୃତ୍ୟୁ ଅବା କେତେବେଳେ ଆସିବ ତାହା କିଏ କହିବ? ଜଳ ନେଇ ଯାଉଥିବା ବେଳେ ନିଶ୍ଚିନ୍ତ କୋଇଲି ତହସିଲ ଛକ ନିକଟରେ ଜ୍ୟୋତିପ୍ରକାଶ ସହିତ ଆଉ 2 ଜଣଙ୍କୁ ଏକ କାର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜ୍ୟୋତିପ୍ରକାଶ ଓ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଦୀର୍ଘ 10 ଦିନ ପରେ ଗତକାଲି ଜ୍ୟୋତିପ୍ରକାଶ ତାର ପ୍ରାଣ ହରାଇଛି। ଆଉ ଆଜି ଯେତେବେଳେ ଗାଁରେ ଜ୍ୟୋତିପ୍ରକାଶର ମର ଶରୀର ପହଞ୍ଚିଲା, ତାର ଶେଷ ଦର୍ଶନ ପାଇଁ ସାରା ଗାଁ ଏକାଠି ହୋଇଥିଲେ ଏବଂ ଏକ ଶୋକାକୁଳ ପରିବେଶ ମଧ୍ୟରେ ଜ୍ୟୋତିପ୍ରକାଶର ଅନ୍ତିମ ସତ୍କାର କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ 18+ ଓଡ଼ିଆ।